ଯେଉଁଠି ଜିତିବା ନିଶ୍ଚିତ ନା ବନ୍ଧୁଗଣ, ସେଠାରେ ଭୀରୁ ବି ଲଢ଼େଇ କରିଥାନ୍ତି। ବୀର ତ ସେଇମାନେ ହାରିବା ସୁନିଶ୍ଚିତ ଜାଣିବି ମଇଦାନରେ ଲଢ଼େଇ ଜାରି ରଖିଥାନ୍ତି। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଏହି ଜ୍ୟୋତିଷିକ କାର୍ଯ୍ୟକ୍ରମ ବୃଷ ରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ 2025 ମସିହା ଏପ୍ରିଲ ମାସ ମନ୍ଥଲି ପ୍ରେଡିକ୍ସନ୍। ବୃଷ ରାଶି କେମିତି ରହିବ ଏହି ଏପ୍ରିଲ ମାସ, ନବଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହ ଆପଣଙ୍କୁ କି ଫଳ ଦେବେ, ସବୁ ବିଷୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଲଭ୍ ରିଲେସନ୍, ମ୍ୟାରେଡ୍ ଲାଇଫ୍, ଭାଗ୍ୟ, ବିଜନେସ୍, କ୍ୟାରିୟର ଡିଟେଲ୍ସରେ ଆଲୋଚନା କରିବା। ବନ୍ଧୁଗଣ, ଏ ବିଚାର ଜନ୍ମରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ବୃଷ ରାଶି ଏବଂ ବୃଷ ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ସର୍ବପ୍ରଥମେ ଦେଖିବା ବୃଷ ରାଶିର ଏପ୍ରିଲ ମାସର ଗ୍ରହ ଗୋଚର ସ୍ଥିତି କିପରି ରହିଛି। ବୃଷ ରାଶି କାଳପୁରୁଷର ଦ୍ୱିତୀୟ ରାଶି, ରାଶ୍ୟାଧିପତି ହେଲେ ଶୁକ୍ର, ପ୍ରକୃତି ସ୍ଥିର। ଶୁକ୍ର, ବୁଧ, ଶନି, ରାହୁ ଏବଂ ରବି ରହୁଛନ୍ତି ଏକାଦଶରେ। ଲଗ୍ନରେ ବୃହସ୍ପତି, ଦ୍ୱିତୀୟରେ ମଙ୍ଗଳ, ଏପ୍ରିଲ 5 ପରେ ମଙ୍ଗଳ ରହିବେ କର୍କଟ ରାଶିରେ ତୃତୀୟରେ, କେତୁ ରହୁଛନ୍ତି ପଞ୍ଚମରେ। ସ୍ୱାସ୍ଥ୍ୟ ବିଷୟରେ ଜାଣିବା, ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ ଏହି ଏପ୍ରିଲ ମାସରେ। ପ୍ରଥମ ଭାବ ଆମର ଶରୀର, ଆମର ଇମ୍ୟୁନିଟିର ଭାବ, ଏନର୍ଜିର ଭାବ। ଲଗ୍ନାଧିପତି ଶୁକ୍ର ରହୁଛନ୍ତି ଏକାଦଶରେ ଉଚ୍ଚସ୍ଥ ହେଇକି, ସାଙ୍ଗରେ ରହୁଛନ୍ତି ରାହୁ, ବୁଧ, ଶନି ଏବଂ ରବି। ମଙ୍ଗଳ ତ ରହୁଛନ୍ତି ଦ୍ୱିତୀୟରେ, ଏପ୍ରିଲ 5 ପରେ କର୍କଟରେ ରହିବେ ନିଚସ୍ଥ। ସ୍ୱାସ୍ଥ୍ୟର ସ୍ଥିତି ଯାହା ଦେଖାଉଛି ସେମିତି କିଛି ମେଜର ଇସ୍ୟୁ ନାହିଁ। 3-4ଟା ଜିନିଷ ଉପରେ ଧ୍ୟାନ ଦେବେ: ସ୍କିନ୍ ଡିଜିଜ୍, ଫଙ୍ଗାଲ ଇନଫେକ୍ସନ୍, ଗ୍ୟାସ୍, ଏସିଡ଼ିଟି, ହେଡ଼ାକ୍। ଭିନ୍ନ ଭିନ୍ନ ଜାଗାକୁ ଯିବା ଦ୍ୱାରା ଖାଦ୍ୟପେୟରେ ଅନିୟମିତତା, ତା ସହିତ ରେଷ୍ଟଲେସ୍ ୱାର୍କଲୋଡ଼ ଏବଂ ପାଣିର ଚେଞ୍ଜ ଯୋଗୁଁ ଏସବୁ କିଛି ହୋଇପାରେ। ଅଦିନିଆ ଜ୍ୱର ବି ହୋଇପାରେ। ଯେଉଁମାନେ ରିମାଟିକ୍ ପେସେଣ୍ଟ ଅଛନ୍ତି, ଯାହାର କ୍ରନିକ୍ ଅଛି, ଗୁପ୍ତ ରୋଗ ପାଇଁ ମେଡ଼ିସିନ କିଛି ନେଉଛନ୍ତି, କିଡ଼ନୀ ରିଲେଟେଡ଼ ଇସ୍ୟୁ ଅଛି, କିମ୍ବା ମହିଳାମାନଙ୍କର ୟୁଟ୍ରେସ୍ର ଇନଫେକ୍ସନ୍ ଦେଖାଇପାରେ, ଗାଇନିକ୍ ପ୍ରୋବ୍ଲେମ୍ ଅଛି, ଏହି ସମୟରେ ଟିକେ ସତର୍କ ରହିବେ। ବୁଧଙ୍କ ସହିତ ରାହୁ କ'ଣ ହୁଏ କି ଟିକେ ସ୍କିନ୍ ଡିଜିଜ୍ ଦେଖାଏ। ଯଦି ଏହି ସମୟରେ ସ୍କିନ୍ କିମ୍ବା ଫେସ୍ରେ କିଛି କସ୍ମେଟିକ୍ ୟୁଜ୍ କରୁଛନ୍ତି, ତେବେ ରିଆକ୍ସନ୍ କରିପାରେ। ତେଣୁ ନ୍ୟୁ ବ୍ରାଣ୍ଡକୁ ନେଇ ଏକ୍ସପେରିମେଣ୍ଟ କିଛି କରନ୍ତୁ ନାହିଁ। ଆଜ୍ ୟୁଜୁଆଲ୍ ଯାହା ୟୁଜ୍ କରୁଛନ୍ତି ସେୟା କଣ୍ଟିନ୍ୟୁ କରନ୍ତୁ। ଖିଆପିଆରେ ଟିକେ ଧ୍ୟାନ ଦେବେ, ଆଡ଼ୁ ସାଡ଼ୁ ଖାଇବା ଦ୍ୱାରା ଟିକେ ପ୍ରୋବ୍ଲେମ୍ ରହିଛି। ଓଭରଅଲ୍ ଯଦି ଦେଖିବା ତାହେଲେ ସ୍ୱାସ୍ଥ୍ୟକୁ ନେଇ 50ରୁ 60% ଭଲ ରହିଛି। ଏବେ ଆଲୋଚନା କରିବା ବିଦ୍ୟାର୍ଥୀମାନଙ୍କ ବିଷୟରେ। ଶିକ୍ଷା କିପରି ରହିବ। ପଞ୍ଚମ ଭାବ ଶିକ୍ଷାର ଭାବ, ପଞ୍ଚମାଧିପତି ହେଲେ ବୁଧ ଏକାଦଶରେ ଏବଂ ପଞ୍ଚମରେ କେତୁ 18 ମେ ପର୍ଯ୍ୟନ୍ତ ରହିବେ। କେତୁ ଏହି ପଞ୍ଚମ ଭାବରେ 1.5 ବର୍ଷ ହେଲା ରହୁଛନ୍ତି। କେତୁ କ'ଣ କରନ୍ତି ନା ମାଇଣ୍ଡକୁ ଆମର ଡାଇଭର୍ଟ ରଖିଥାନ୍ତି। କେତୁ ଇଜ୍ ଏ ମାଇଣ୍ଡଲେସ୍ ପ୍ଲାନେଟ୍। କେତୁ ଏହି 1.5 ବର୍ଷ ଭିତରେ ଆପଣ ମାଇଣ୍ଡକୁ ପୁରା ସମ୍ପୂର୍ଣ୍ଣ ଡାଇଭର୍ଟ କରି ରଖିଛନ୍ତି। ଯେକୌଣସି କାମ ଆପଣ କରୁଛନ୍ତି ସେଥିରେ କନଫ୍ୟୁଜନ୍ ସୃଷ୍ଟି ହେଉଛି, ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ସବୁବେଳେ ମନରେ, କି ମୁଁ ଯାହା କରୁଛି ଠିକ୍ କରୁଛି ତ। ନିଜେ ନିଜେ ଡିସାଟିସ୍ଫିକେସନ୍ ରହୁଛନ୍ତି ଆପଣ ପାଠପଢ଼ାକୁ ନେଇ। ମାଇଣ୍ଡରେ ଡିଫରେଣ୍ଟ ଥଟ୍ ସବୁ ଆସୁଛି। ପାଠପଢ଼ାକୁ ନେଇ ଚେଞ୍ଜ କରିବାକୁ ଚାହୁଁଥିବେ, ପଢ଼ୁଛନ୍ତି ଗୋଟେ ପାଠ, ଧର ବିକମ୍ ପଢ଼ୁଛନ୍ତି, BA ଚିନ୍ତା କରୁଥିବେ କରିବା ପାଇଁ, କି BA ପରେ MBA କରିବାକୁ ଭାବିଲେଣି। ପୁଣି ଚିନ୍ତା କରିବେ, ନାହିଁ ଏ ଲାଇନ୍ରେ ପାଠଟା ପଢ଼ି ଭୁଲ ହେଇଗଲା, ଟେକ୍ନିକାଲ ପାଠ ପଢ଼ିଥିଲେ ଭଲ ପ୍ଲେସମେଣ୍ଟ ମିଳିଥାନ୍ତା, ଡିପ୍ଲୋମା କରିଥିଲେ ହେଇଥାନ୍ତା, କି ଡିଗ୍ରୀ ଇଞ୍ଜିନିୟର କରିଥିଲେ ହେଇଥାନ୍ତା, କି ITରେ ହେଇଥାନ୍ତା। ଏମିତି ସବୁ ଚିନ୍ତାଧାରା ମନ ଭିତରେ ପଶିବ। ତେଣୁ ଏପ୍ରିଲ ମାସରେ ଏଇଭଳି କିଛି ମାଇଣ୍ଡ ଡାଇଭର୍ଟ ତ ହେଇପାରେ, କିନ୍ତୁ ମେ 18 ପରେ ପାଠପଢ଼ାକୁ ନେଇକି ଭଲ ରହିଛି। ପାଠପଢ଼ାରେ କନସେନ୍ଟ୍ରେଟ୍ କରିବେ। ଯଦି ଏକ୍ଜାମ୍ ଅଛି ତେବେ ପଞ୍ଚମପତି ବୁଧଙ୍କର ଦୃଷ୍ଟି ମଧ୍ୟ ପଞ୍ଚମ ଭାବକୁ ରହୁଛି। ପାଠପଢ଼ାକୁ ନେଇକି ଆଭରେଜ ରହିବ। ଏପ୍ରିଲ ମାସରେ ଯଦି କହିବି ତାହେଲେ 50ରୁ 60% ଭଲ ରହିଛି, କିନ୍ତୁ ଅସନ୍ତୁଷ୍ଟ ରହିବେ ପାଠପଢ଼ାକୁ ନେଇ। 18 ମେ ପରେ ପଜିଟିଭ୍ ଚେଞ୍ଜେସ୍ ଦେଖିବାକୁ ମିଳିବ ଏଜୁକେସନ୍ ଲାଇନ୍ରେ। ଯଦି ଆପଣ କମ୍ପିଟେଟିଭ୍ ଏକ୍ଜାମ୍ ପ୍ରିପେୟାର ହେଉଛନ୍ତି, ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପାରେସନ୍ ଚାଲିଛି, ତେବେ ଏପ୍ରିଲ 14 ପରେ ଆପଣଙ୍କ ପାଇଁ ସଫଳତା ଆଣିବ।
ଯେତେବେଳେ ରବି ଉଚ୍ଚସ୍ଥ ରହିବେ। ଏବେ ଆଲୋଚନା କରିବା ଲଭ୍ ରିଲେସନ୍ ବିଷୟରେ। ପଞ୍ଚମ ଭାବ ଲଭ୍ ରିଲେସନ୍ର ଭାବ, ଯେଉଁଠି କେତୁ ଅଛନ୍ତି। ଲଭ୍ ରିଲେସନ୍ରେ କେତୁ କ'ଣ କରନ୍ତି ନା, ଯେତେ ବି ଭଲ ସମ୍ପର୍କ ଥାଉ, ଭଲ ବଣ୍ଡିଙ୍ଗ ଥାଉ, ଭଲ ଅଣ୍ଡରଷ୍ଟାଣ୍ଡିଙ୍ଗ ଥାଉ, ତଥାପି ୱିଦାଉଟ୍ ଏନି ରିଜିନ୍ କେତୁ ଏଠି ଆର୍ଗୁମେଣ୍ଟ କ୍ରିଏଟ୍ କରିଦେଇଥାନ୍ତି। ଯଦି ପର୍ଟିକୁଲାର ଏଇ ମାସ କଥା ଦେଖିବି, ତେବେ ଶୁକ୍ର ଏବଂ ବୁଧଙ୍କର ସଂଯୋଗ ଏକାଦଶ ଭାବରେ ଅଛି। ଶୁକ୍ର ହେଉଛନ୍ତି ପ୍ରଥମ ଭାବର ଅଧିପତି ଏବଂ ବୁଧ ହେଉଛନ୍ତି ପଞ୍ଚମ ଭାବର ଅଧିପତି। ଏକା ସାଙ୍ଗରେ ଏକାଦଶ ଭାବରେ ଅଛନ୍ତି। ଲଭ୍ ରିଲେସନ୍ରେ ଏଇ ମାସ ବହୁତ ଭଲ ରହିଛି। କାହିଁକି ନା, ଦୁଇଟି ଗ୍ରହ ଏକା ସାଙ୍ଗରେ ଅବସ୍ଥାନ ଯେହେତୁ କରିଛନ୍ତି, ପଞ୍ଚମପତି ଏବଂ ଲଗ୍ନପତି, କିଛି ବି କରନ୍ତୁ କିନ୍ତୁ ଲଭ୍ ରିଲେସନ୍ରେ କମ୍ ହେବାର ନାହିଁ। କିଛି ବି ହେଇଯାଉ, ଅଣ୍ଡରଷ୍ଟାଣ୍ଡିଂରେ କମ୍ ହେବାର ନାହିଁ। ଏଇ ମାସ ଆପଣଙ୍କର ବହୁତ ସପୋର୍ଟିଭ୍ ରହୁଛି ଲଭ୍ ରିଲେସନ୍କୁ ନେଇକି। ଏବେ ଆଲୋଚନା କରିବା ବୈବାହିକ ଜୀବନ ବିଷୟରେ। ମ୍ୟାରେଡ୍ ଲାଇଫ୍ କିପରି କଟିବ। ସପ୍ତମ ଭାବ ବୈବାହିକ ଜୀବନର ଭାବ। ସପ୍ତମାଧିପତି ହେଲେ ମଙ୍ଗଳ। ମଙ୍ଗଳ ରହୁଛନ୍ତି ଦ୍ୱିତୀୟ ଭାବରେ। ଶୁକ୍ର ରହୁଛନ୍ତି ଏକାଦଶରେ। ଶନିଙ୍କର ଦୃଷ୍ଟି ମଙ୍ଗଳ ଉପରେ ନାହିଁ କି ସପ୍ତମ ଭାବକୁ ମଧ୍ୟ ନାହିଁ। ଏବଂ ମଙ୍ଗଳ ଏପ୍ରିଲ 5 ପରେ ତୃତୀୟ ଭାବକୁ ଆସିବେ। ମ୍ୟାରେଡ୍ ଲାଇଫ୍ ଠିକ୍ଠାକ୍ ରହୁଛି। 5 ଏପ୍ରିଲ ପରେ ଆପଣଙ୍କର ଲାଇଫ୍ ପାର୍ଟନରଙ୍କର ଛୋଟ ଛୋଟ ଟ୍ରାଭେଲ୍ ହୋଇପାରେ, ବିଜି ରହିପାରନ୍ତି କିମ୍ବା ତାଙ୍କର ମୁଡ୍ ଚେଞ୍ଜମେଣ୍ଟ ଦେଖିବାକୁ ମିଳିପାରେ। ବିଶେଷ କରି ଟାଇମ୍ ଯଦି କହିବି ତାହେଲେ ଏପ୍ରିଲ 20-25 ପର୍ଯ୍ୟନ୍ତ ରହୁଛି। ହେଲେ ସେମିତି କିଛି ଏହାର ପ୍ରଭାବ ବୈବାହିକ ଜୀବନ ଉପରେ ପଡ଼ିବାର ନାହିଁ, କାରଣ ସପ୍ତମ ଭାବକୁ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ରହୁଛି। ତେଣୁ ବୈବାହିକ ଜୀବନରେ 70ରୁ 75% ଭଲ ରହୁଛି। ସେମିତି କିଛି ମେଜର ଇସ୍ୟୁ ନାହିଁ। ହଁ, ଟିକେ ଏଗ୍ରେସନ୍ ରହିପାରେ ଲାଇଫ୍ ପାର୍ଟନରଙ୍କର, ଯେଉଁଟାକି ଆଜ୍ ୟୁଜୁଆଲ୍। ଏଇଟା ତ ହୁଏ ବୃଷ ରାଶିଙ୍କ ଲାଇଫ୍ ପାର୍ଟନରଙ୍କ ସହିତ, କାହିଁକିନା ସପ୍ତମପତି ହେଉଛନ୍ତି ମଙ୍ଗଳ। ମଙ୍ଗଳ ଯେହେତୁ ଫାୟାର ପ୍ଲାନେଟ୍, ଶୀଘ୍ର ସର୍ଟ ଟେମ୍ପର ହୋଇଯିବାର ଦେଖାଯାଏ। ଏବେ ଆଲୋଚନା କରିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟ ଉପରେ, ଭାଗ୍ୟ, କର୍ମ ଏବଂ ବିଜନେସ୍ କେମିତି ରହିବ। ଭାଗ୍ୟ ଭାବ ନବମ ଭାବ। ଭାଗ୍ୟାଧିପତି ହେଲେ ଶନି, ରହୁଛନ୍ତି ଏକାଦଶରେ। ଦେଖନ୍ତୁ, ବୃଷ ରାଶିର ନା 7.5 ଅଛି ନା 2.5 ଅଛି, କିଛି ନାହିଁ। ଯଦି କିଛି ନାହିଁ ତେବେ ଡରିବାର କ'ଣ ଅଛି? ଡରିବେ ସେମାନେ ଯେଉଁମାନଙ୍କର 7.5 ଅଛି, 2.5 ଚାଲିଛି, କନଫ୍ୟୁଜ୍ ରହିବେ, ଭ୍ରମରେ ପଡ଼ିବେ। ଆପଣଙ୍କର ଶନି ଲାଭ ସ୍ଥାନରେ ଅଛନ୍ତି, ନବମ ଭାବର ଅଧିପତି ହେଇକି। ଲାଭ ସ୍ଥାନରେ 5ଟି ଗ୍ରହ ଅବସ୍ଥାନ କରୁଛନ୍ତି। ଲାଭ ସ୍ଥାନରେ କୌଣସି ଗ୍ରହ ଅଶୁଭ ଫଳ ଦିଅନ୍ତି ନାହିଁ। ତେଣୁ ଏହି ମାସରେ ସଡନ୍ଲି ଆପଣଙ୍କୁ କିଛି ଲାଭ ମିଳିପାରେ। ଏକ୍ସଟ୍ରା ଇନକମ୍ ଅଫ୍ ସୋର୍ସର ରାସ୍ତା ଖୋଲିପାରେ। ଏହି ମାସ ବୃଷ ରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ ଫାଇନାନ୍ସ ଠାରୁ ଆରମ୍ଭ କରି ସବୁ ଦୃଷ୍ଟିରୁ ସର୍ବଶ୍ରେଷ୍ଠ ରହୁଛି। ଏକାଦଶ ଭାବରେ ଯେତେ ବି ଗ୍ରହ ଅବସ୍ଥାନ କରନ୍ତୁ ନା କାହିଁକି, ଖରାପ ଫଳ ଦିଅନ୍ତି ନାହିଁ। ଏକାଦଶ ଭାବ ହିଁ ଏମିତି, କାରଣ ସେ ଭାବ ଲାଭର ଭାବ, ଇନକମ୍ର ଭାବ। ଯେତେ ପ୍ଲାନେଟ୍ ବସିବେ ସେତେ ଭଲ ଫଳ ଦେବେ, ଲାଭ ଦେବେ। ଭାଗ୍ୟ ତ ଭଲ ରହୁଛି ଏଇ ମାସ ବୃଷ ରାଶିର। ଏବେ କ୍ୟାରିୟର ବିଷୟରେ ଆଲୋଚନା କରିବା। ଦଶମ ଭାବ କ୍ୟାରିୟର ଭାବ। ଅଧିପତି ଗ୍ରହ ହେଲେ ଶନି, ରହୁଛନ୍ତି ଏକାଦଶରେ। ରାହୁ, ଶୁକ୍ର, ରବି, ବୁଧଙ୍କ ସହିତ। ଡିଫରେଣ୍ଟ କାମ ଆପଣଙ୍କୁ କରିବାକୁ ପଡ଼ିବ, ରେସ୍ପନ୍ସିବିଲିଟି ନେବାକୁ ପଡ଼ିବ। ଏମିତି ବି ହେଇପାରେ ଆପଣ କାହାକୁ ହେଲ୍ପ କରିପାରନ୍ତି, ଆପଣଙ୍କୁ ବି କିଏ ହେଲ୍ପ କରିପାରନ୍ତି। ବହୁତ ପଜିଟିଭଲି ଆପଣ କାମକୁ କରିବେ। ଟାର୍ଗେଟ୍ ବି ଆପଣଙ୍କ ପାଖକୁ ଆସିପାରେ। ମେନ୍ କଥା ହେଉଛି ଆପଣ ତାକୁ କରିପାରିବେ କି ନାହିଁ। ଆପଣ ଡେଫିନେଟଲି କରିପାରିବେ। ଏ ମାସ ଏମିତି ଯେ ଆପଣଙ୍କର କାମ ଶେଷ ହେବ, ବେଷ୍ଟ ହେବ, ଆଉ ଭଲ ଭାବରେ ହେବ। ନେମ୍ ଫେମ୍ ମିଳିପାରେ, ଆଚିଭମେଣ୍ଟ ବି ମିଳିପାରେ, ପ୍ରମୋସନ୍ ହେବାର ଚାନ୍ସ ରହୁଛି। ଯେମିତିକି ମୁଁ କହିଲି, ଏକାଦଶ ଭାବରେ 5ଟି ଗ୍ରହ ଅବସ୍ଥାନ କରୁଛନ୍ତି। ରବି ଏପ୍ରିଲ 14 ତାରିଖ ଠାରୁ ଉଚ୍ଚସ୍ଥ ରହିବେ। ତେଣୁ କ୍ୟାରିୟରକୁ ନେଇ ବେଷ୍ଟ ରେଜଲ୍ଟ ମିଳିବ। ଆପଣ ଟ୍ରାଏ କରନ୍ତୁ, ପଜିଟିଭ୍ ମାଇଣ୍ଡସେଟ୍ରେ ଆଗକୁ ବଢ଼ନ୍ତୁ। ହଁ, 5ଟି ଗ୍ରହ ଯେହେତୁ ଏକାଠି ରହୁଛନ୍ତି, କେତେବେଳେ କେମିତି ମାଇଣ୍ଡରେ ଡିଫରେଣ୍ଟ ଥଟ୍ ଆସିପାରେ, ଓଭର ଥିଙ୍କିଂ ଆସିପାରେ, ଇଟ୍ସ ନର୍ମାଲ। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମ ଭାବ ବ୍ୟବସାୟର ଭାବ। ସପ୍ତମାଧିପତି ମଙ୍ଗଳ ଏପ୍ରିଲ 5 ଠାରୁ ତୃତୀୟ ଭାବରେ ରହିବେ। ବାଣିଜ୍ୟକାରକ ଗ୍ରହ ବୁଧ ଏକାଦଶରେ। ବିଜନେସ୍କୁ ନେଇ ଟ୍ରାଭେଲ୍ ଯୋଗ ରହୁଛି। ବିଜନେସ୍ରେ ଆଡ଼୍ ଅନ୍ କରିପାରନ୍ତି, କିଛି ଟ୍ରାଏ କରିପାରନ୍ତି। ନୂଆ ନୂଆ କର୍ମଚାରୀ ଜଏନ୍ ହୋଇପାରନ୍ତି। ଇନକମ୍ ବି ଭଲ ରହିବ, ତା ସହିତ ଟେନସନ୍ ବି ରହିବ, କାରଣ ମଙ୍ଗଳ ତୃତୀୟ ଭାବରେ ନିଚସ୍ଥ ରହୁଛନ୍ତି। ଏଗ୍ରେସନ୍କୁ କଣ୍ଟ୍ରୋଲ କରିବାକୁ ପଡ଼ିବ। ଯେଉଁମାନେ ଆପଣଙ୍କ ସହିତ କାମ କରୁଛନ୍ତି ତାଙ୍କୁ ରେସ୍ପେକ୍ଟ କରନ୍ତୁ, ପୋଲାଇଟ୍ ରୁହନ୍ତୁ ତାଙ୍କ ସହିତ।
बृहस्पति दृष्टि सप्तम भाव को भी रोचे ग्रोथ देखा हेले भी कौन सी आर्गुमेंट रे आपण न फसंतु से प्रति ध्यान रखिए। जो मान सांगरे काम करछंती वर्कर्स अच्छी एम्प्लॉय अच्छी आपण को तांको सहित डीलिंग्स भल रखा को पड़ो। जदि एठी मु कहबी तेबे फाइनेंशियल ग्रोथ सहित टेंशन भी अधिक देखा तेणुक टे ध्यान देवे। प्रतिकार कौन करेंगे? शुक्रंकर बीज मंत्र जप करंतु, मंगलंकर बीज मंत्र जप करंतु ओं क्रांग क्रीं क्रौं स भौमाय नमः। जेहेतु सप्तमाधिपति नीच रहिबे एई मासरे माँ लक्ष्मींकर उपासना करंतु, गायत्री मंत्र जप करंतु। मंगलवार शनिवार गुरुवार निरामिष रहिले भल। प्रत्येक सोमवार शिव दर्शन करंतु आपण पई भल रहिबो। बंधुगण यह थिला वृष राशि व्यक्ति विशेष मानकर एप्रिल मासर राशिफल विषय। जदि भिडियोटी भल लगे तेबे लाइक शेयर कमेंट करिया को जमारू भूलिबे नहीं। पुणी आसीबी आउ एक नुआ अध्याय को नहीं से पर्यंत रहउछि। नमस्कार।